କ୍ଷତି ବିଷୟରେ ଯେତେ କହିଲେ ବି କମ୍ ପଡ଼ିଯିବ ଆଜ୍ଞା। ଆଉ ଏ କ୍ଷତି କୋଟି 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 ଓଡ଼ିଶାକୁ ଭଲ ପାଉଥିବା ଓଡ଼ିଆ ସିନେମା ଓଡ଼ିଆ ସଙ୍ଗୀତକୁ ଭଲ ପାଉଥିବା ଲୋକଙ୍କ ପାଇଁ ଇଏ ଲସ୍। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ମୋତେ ବହୁତ ଲାଗିଲା ଯେଉଁଟା ଯେତେବେଳେ ମୁଁ ଜାଣିଲି ଏଇ କିଛି ଘଣ୍ଟା ଆଗରୁ କି ଆମର ଯେ କିମ୍ବଦନ୍ତୀ ମାନେ ଅକ୍ଷୟ ମହାନ୍ତି ବାବୁ ଯେଉଁ ତାରିଖରେ ଯାଇଥିଲେ ଆମକୁ ଛାଡ଼ିକି ସେଇ ତାରିଖରେ ହିଁ ହ୍ୟୁମାନ୍ ବି ଯାଉଛନ୍ତି। ମୋତେ କହିବି କି ଦୁଇ ଜଣଙ୍କର କୌଣସି ସବଷ୍ଟିଚ୍ୟୁଟ୍ ନାହିଁ। ବସ୍ ମୁଁ ତା ସହିତ ଗୋଟିଏ ଛୋଟିଆ ଅନୁରୋଧ କରିବି ଆପଣମାନଙ୍କୁ। ମୁଁ ହାତ ଯୋଡ଼ିକି ଅନୁରୋଧ କରିବି କି କଳାକାର ବା କଳା ସହିତ ଜଡ଼ିତ ଯେକୌଣସି ଲୋକ କଣ ପାଇଁକି କୋଉଥିପାଇଁକି କୋଉ କାରଣରୁ ଜୀବନ ହରଉଛି ଆମେ ବହୁତ ସମୟରେ ଜାଣିପାରିନଥାଉ। କିନ୍ତୁ ବହୁତ ସହଜ ହେଇଯାଇଥାଏ ଆମମାନଙ୍କ ପାଇଁ କି ତା ବିଷୟରେ ଆଲୋଚନା କରିବା ପାଇଁ କି ସେ ହୁଏତ ଏମିତି କରିଥିବ ସେ ସେମିତି କରିଥିବ। କିନ୍ତୁ ସେ କୋଉ ଜୀବନ ଦେଇକି କୋଉ କଷ୍ଟ କୋଉ ଦୁଃଖ କୋଉ ଯନ୍ତ୍ରଣା ଦେଇକି ବା କୋଉ ପରିସ୍ଥିତି ଦେଇକି ସେ ଗତି କରେ ତା ଜୀବନରେ ଜାଣିବାଟା କାହା ପାଖରେ ସମ୍ଭବ ନୁହେଁ। ଆଉ ହ୍ୟୁମାନଙ୍କ ସହିତ ମୁଁ ବହୁତ ସମୟ କାଟିଛି ଘଣ୍ଟା ଘଣ୍ଟା ତାଙ୍କ ସାଙ୍ଗରେ ବସିକି କଥା ହୁଏ। ତାଙ୍କର ଦୁଃଖ ସେ ମୋ ସହିତ ସେୟାର କରନ୍ତି। ମୁଁ ତାଙ୍କୁ ଯେତିକି ପାରେ ମୁଁ ମୋଟିଭେଟ୍ କରିବାକୁ ଚେଷ୍ଟା କରେ। ମୋ କଥାକୁ ବି ଏକ୍ଜାମ୍ପଲ୍ ହିସାବରେ ଦେଇକି କହିକି ବହୁତ କଥାରେ ଏମିତି ଥାଏ। ବଟ୍ ଆମେ ଜଣେ ପିଲାକୁ ମାନେ ତାକୁ ଆଜି ହରେଇ ଦେଇଛୁ ବୋଲି ଆମେ ସବୁ କାନ୍ଦୁଛୁ ଆଜ୍ଞା। ମୁଁ କଷ୍ଟରେ ଅଛି ମୁଁ କାନ୍ଦୁଛି କହିଲେ ଭୁଲ ହେଇଯିବ ଆପଣମାନଙ୍କ ଆଖିରେ ବି ଲୁହ। ଆପଣମାନେ ବି କଷ୍ଟରେ ଅଛନ୍ତି କି ଆମେ ଆଜି କାହାକୁ ହରେଇଦେଲୁ। ତାକୁ ଆମେ କେବେ ପାଇବୁନି ମାନେ ପାଖରେ ଆମେ ସାମ୍ନାରେ ପାଇବୁନି ଫାକ୍ଟ। ଆପଣଙ୍କର ବହୁତ କିନ୍ତୁ ସିନେମାରେ ସେ ଗୀତ ଗାଇଛନ୍ତି ମୋ ଯୋଉ ଆବାଜ ସିଏ ଆଜ୍ଞା। ମୁଁ ଯଦି ସିଧାସଳଖ ଭାବରେ କହିବି ମୋ ସିନେମାରେ ମୁଁ ମୋର ଆବାଜକୁ ହରେଇ ଦେଇଛି। କର୍ମ କୁହନ୍ତୁ ଚାରିଧାମ କୁହନ୍ତୁ ସବୁଥିରେ କରିଛନ୍ତି ଏବଂ ଆଗକୁ ମଧ୍ୟ ସେ ଛକି ଶୂନରେ ସଙ୍ଗୀତ ନିର୍ଦ୍ଦେଶନା ଦଉଥିଲେ। ରାବଣରେ ମଧ୍ୟ ଦୁଇଟି ଗୀତ କି ତିନିଟି ଗୀତ ସିଏ କମ୍ପୋଜିସନ୍ କରିଛନ୍ତି। ଏବଂ ଜାଗୃତିଙ୍କର ଯୋଉଟା କବିତା ବହି ରୁହ ତାର ସର୍ବପ୍ରଥମ କବିତା ରୁହକୁ ହିନ୍ଦୀରେ ରିଲିଜ୍ କରିବା ପାଇଁ ଚିନ୍ତା କରାଯାଇଥିଲା ତାର କମ୍ପୋଜିସନ୍ ମଧ୍ୟ ସିଏ କରିଛନ୍ତି। କଣ୍ଠଦାନ ମଧ୍ୟ ସିଏ ଦେଇଛନ୍ତି ଏବଂ ତାଙ୍କ ସହିତ ଅନ୍ୟାନ୍ୟ ଚିତ୍ରନନ୍ଦ ଦେଇଛନ୍ତି। ଯୋଉଟା କି ଏଇ ନଭେମ୍ବର 21ରୁ ଡିସେମ୍ବର 5 ଭିତରେ ସୁଟିଂ ହବାର ଯୋଜନା ଥିଲା ଏବଂ ବହୁତ ବଡ଼ ଧରଣରେ ରିଲିଜ୍ ହବାର ଯୋଜନା ମଧ୍ୟ ଥିଲା। ସେ ଭାଇଟି ଆଜି ଚୁପ୍ ହେଇଯାଇଛନ୍ତି ବସ୍ ତାଙ୍କର ଆବାଜଟା କେବେ ଶୁଭିବା ବନ୍ଦ ହବନି କିନ୍ତୁ ହଁ ଆଉ ସେ ଯୋଉ ସ୍ନେହରେ ସେ ଡାକନ୍ତି ମତେ ସର୍ ବା ମାଲିକ ସୁପରଷ୍ଟାର ବହୁତ ମିସ୍